ଆଉ ଗୋଟେ କ୍ୱେଶ୍ଚନ୍ ଅଛି ସେମିତି ସେଇ ଏଭରେଜ୍ ଉପରୁ ଏ ବ୍ୟାଟ୍ସମ୍ୟାନ୍ ଇନ୍ ହିଜ୍ 12th innings make a score of 65 and thereby increases his average by 2 runs. What is the average of 12th innings if he had never been knocked out? ସେ କହୁଛି ନଟ୍ ଆଉଟ୍। ସେ ତାହେଲେ କ'ଣ କହିଲା ଦେଖନ୍ତୁ, ବ୍ୟାଟ୍ସମ୍ୟାନ୍ ଇନ୍ ହିଜ୍ 12th innings make a score of 12ତମ ଇନିଂସରେ ସେ କ'ଣ କରିଛି 65 ରନ୍ କରିଛି। ତାପରେ କହୁଛି ସ୍କୋର ଅଫ୍ 65 and there increase his average by 2 run। ତାହେଲେ 11ତମ ଇନିଂସରେ କେତେ କରିଛି, ତାହେଲେ 11ତମ ଇନିଂସର ରନ୍ ଆପଣ ଲେଖିଦେବେ ବାଇ 11 ଇଜ୍ ଇକ୍ୱାଲ୍ ଟୁ ଏକ୍ସ। ସେ କହୁଛି 12th ଇନିଂସରେ ଏଭରେଜ୍ ବଢ଼ିଯାଉଛି, ତାହେଲେ ଏକ୍ସ ପ୍ଲସ୍ 2 ମନେକର ଏଇଟା ହେଉଛି 11 ତମର ଏଭରେଜ୍ ହେଲା, ଏଇଟା ହେଉଛି 12 ତମର ଏଭରେଜ୍ ଏକ୍ସ ପ୍ଲସ୍ 2 ଓକେ। ତାହେଲେ ଟୋଟାଲ୍ 12 ତମର ଏଭରେଜ୍କୁ ସେ କହୁଛି ନଟ୍ ଆଉଟ୍ ହେଉଛି। 12 ତମର ଏଭରେଜ୍ କେମିତି ବାହାରିବ, 11 ତମର ରନ୍ ପ୍ଲସ୍ 12 ତମର ରନ୍ 12th ଇନିଂସର ରନ୍ ବାଇ କେତେ ହେବ 12 ଇଜ୍ ଇକ୍ୱାଲ୍ ଟୁ କେତେ ଏକ୍ସ ପ୍ଲସ୍ 2 ଏଭରେଜ୍ 2 ବଢ଼ିଯାଇଛି ଏଇଟା କହୁଛି। ତାହେଲେ 11th କେତେ ହେବ, ତାହେଲେ 11x ଯଦି 11 ଟୋଟାଲ୍ ଇନିଂସର ହେବ ବାଇ 11 ଯଦି ଟୋଟାଲ୍ ହୁଏ ଏଭରେଜ୍ ତାହେଲେ କେତେ ହେବ 11x ପ୍ଲସ୍ 12 ତମ ଇନିଂସର 65 କରିଛି ବାଇ 12 ଇଜ୍ ଇକ୍ୱାଲ୍ ଟୁ ଏକ୍ସ ପ୍ଲସ୍ 2। ତାହେଲେ ତାକୁ କାଟିକୁଟା ଦେଲେ ଆମେ ଏଇ ଉପରେ କରିଛେ ଦେଖନ୍ତୁ, ମୁଁ କରିଥିଲି ଏଇଟା 11x ପ୍ଲସ୍ 65 ଏତିକି ଏକ୍ସ ଇଜ୍ 45 ଏକ୍ସ ଇଜ୍ ଇକ୍ୱାଲ୍ ଟୁ 45 ବାହାରିଲା। ତାପରେ ସେ କହୁଛି ଇଫ୍ ୟୁ ହ୍ୟାଡ୍ ନେଭର୍, ତାହେଲେ ସେ କହୁଛି ହ୍ୱାଟ୍ ଇଜ୍ ଦ ଏଭରେଜ୍ ଆଫ୍ଟର୍ ଏତିକି। ତାହେଲେ ଏଭରେଜ୍ ଏଇଟା ହେଉଛି ଏକ୍ସଟା ହେଉଛି କାହାର 11 ତମ, ତାହେଲେ 12 ତମର କେତେ ହେବ 2 ବଢ଼ିଛି 41 ପ୍ଲସ୍ 2 ତାହେଲେ 43 ଦେଖିବା 43 43 ଓକେ ଠିକ୍ ଅଛି ବୁଝିପାରିଲେ। ସେ ତ ଦେଇଛି ଅଲଗା ଟାଇପ୍ ଦେଇଛି ଆପଣ ବୁଝିପାରିବେ ନା, ତ ମୁଁ ଚେଷ୍ଟା